ଏହା ହେଉଛି ସमेଟିଭ୍ ଆସେସମେଣ୍ଟ 1 ଶ୍ରେଣୀ ଅଷ୍ଟମ ବିଷୟ ଗଣିତ। ଠିକ୍ ଅଛି, ତୁମର ଏଇ ଅର୍ଦ୍ଧବାର୍ଷିକ ପରୀକ୍ଷାର ତୁମର ଏଇ ପ୍ରଶ୍ନପତ୍ର ସବୁ ଆମ ପାଖରେ ପହଞ୍ଚି ଯାଇଛି ଏବଂ ଆମେ ଯଥାସମ୍ଭବ ଯଥାଶୀଘ୍ର ତୁମମାନଙ୍କ ପାଖକୁ ଏହାର ଉତ୍ତର ଏହାର ପ୍ରଶ୍ନ ସବୁ ପହଞ୍ଚାଇଛୁ। ଠିକ୍ ଅଛି, ଏଠାରେ ଅଛି ପରୀକ୍ଷାର୍ଥୀଙ୍କ ନାମ, ଏଇଠି ତୁମର ନାମ ଲେଖିବ। ଠିକ୍ ଅଛି, ତାପରେ ଏଠି ଲେଖିବ ପରୀକ୍ଷାର୍ଥୀଙ୍କ ରୋଲ୍ ନମ୍ବର, ତୁମର ରୋଲ୍ ନମ୍ବର ଏଇଠି ଲେଖିବ। ଏଇଠି ଲେଖିବ ତୁମର ବିଦ୍ୟାଳୟର ନାମ, ତୁମ ବିଦ୍ୟାଳୟର ନାମ ଲେଖିବ। ତାପରେ ଏଇଠି ଲେଖିବ ତାରିଖ, କେଉଁ ତାରିଖ, ଯେଉଁ ତାରିଖରେ ତୁମେ ପରୀକ୍ଷା ଦେବ। ଠିକ୍ ଅଛି, ତାପରେ ଏଇଠି ଅଛି ଲିଖିତ ମୋଡ଼, ଏହା ତୁମର ଶିକ୍ଷକଙ୍କ କାମ, ତୁମ ଶିକ୍ଷକ ଏଇଠି କାମ କରିବେ। ତାପରେ ଏଇଠି ତୁମ ଶିକ୍ଷକ ଦସ୍ତଖତ କରିବେ ତୁମ ଶିକ୍ଷକ। ତାପରେ ଏଇଠି ପୂର୍ଣ୍ଣାଙ୍କ 50 ମାର୍କ, ଏଇଠି ଖାଲି କରି ତୁମର ମାର୍କ ମିଳିବ, କେତେ ନମ୍ବର ପାଇବ ଯେ। ଠିକ୍ ଅଛି, ତାପରେ ଦେଖିବା ପ୍ରଥମ ପ୍ରଶ୍ନ କ'ଣ ଅଛି। ପ୍ରତ୍ୟେକ ପ୍ରଶ୍ନର ଉତ୍ତର ଲେଖ, ପ୍ରତ୍ୟେକ ପ୍ରଶ୍ନର ଉତ୍ତର ଲେଖିବ। 10ଟି ଅଛି, 10 ମାର୍କ ମିଳିବ। ଠିକ୍ ଅଛି, 7ର ଯୋଗାତ୍ମକ ଅଭେଦ କେତେ? 7ର ଯୋଗାତ୍ମକ ଅଭେଦ କେତେ? ଠିକ୍ ଅଛି, ପରବର୍ତ୍ତୀ ପ୍ରଶ୍ନ ଅଛି 1/2 ଓ 1/3ର ମାଧ୍ୟମାନ କେତେ? 1/2 ଓ 1/3ର ମାଧ୍ୟମାନ କେତେ? ତାପରେ ଅଛି 2x 3x 4y ର ଯୋଗଫଳ କେତେ ହେବ? ଠିକ୍ ଅଛି, ଅତି ସୁନ୍ଦର ପ୍ରଶ୍ନ ପଡ଼ିଛି ପିଲାମାନେ, ତୁମେ ଅତି ସହଜରେ ଏହାର ଉତ୍ତର ଦେଇପାରିବ। ଠିକ୍ ଅଛି, ପରବର୍ତ୍ତୀ ପ୍ରଶ୍ନ ଅଛି a + b² - a - b² = କେତେ? ଠିକ୍ ଅଛି, ତାପରେ x is not 0 ହେଲେ x⁴ କେତେ? ଠିକ୍ ଅଛି, ଅତି ସୁନ୍ଦର ପ୍ରଶ୍ନ। ତାପରେ ପାଏର ଆସନ୍ନ ମାନ କେତେ ହେବ? ପାଏର ଆସନ୍ନ ମାନ କେତେ ହେବ? ତାପରେ ପରବର୍ତ୍ତୀ ପ୍ରଶ୍ନ ଦେଖିବା ଯେଉଁ ତ୍ରିଭୁଜର କୋଣତ୍ରୟ ପ୍ରତ୍ୟେକ ସୂକ୍ଷ୍ମକୋଣ ତାହାକ କେଉଁ ତ୍ରିଭୁଜ? ଯେଉଁ ତ୍ରିଭୁଜର କୋଣତ୍ରୟ ପ୍ରତ୍ୟେକ ସୂକ୍ଷ୍ମକୋଣ ତାହାକ କେଉଁ ତ୍ରିଭୁଜ? ଅତି ସୁନ୍ଦର ପ୍ରଶ୍ନ। ଠିକ୍ ଅଛି, ତାପରେ ଏକ ସମବାହୁ ତ୍ରିଭୁଜର ପ୍ରତ୍ୟେକ କୋଣର ପରିମାଣ କେତେ? ଏକ ସମବାହୁ ତ୍ରିଭୁଜର ପ୍ରତ୍ୟେକ କୋଣର ପରିମାଣ କେତେ? ତାପରେ ଜ୍ୟାମିତିର ଜନକ କିଏ? ଜ୍ୟାମିତିର ଜନକ କିଏ? ଅତି ସୁନ୍ଦର ପ୍ରଶ୍ନ ପିଲାମାନେ। ଠିକ୍ ଅଛି, ତାପରେ ଆଗକୁ ଦେଖିବା x = 5 ହେଲେ 2x² ମାନ କେତେ? x = 5 ହେଲେ 2x² ମାନ କେତେ? ଅତି ସୁନ୍ଦର ପ୍ରଶ୍ନ। ଠିକ୍ ଅଛି, ତାପରେ ଆଗକୁ ଦେଖିବା କ'ଣ ଅଛି। ଶୂନ୍ୟସ୍ଥାନ ପୂରଣ କର। ଠିକ୍ ଅଛି, 1111 ସ୍କୋୟାର କେତେ? ଅତି ସୁନ୍ଦର ପ୍ରଶ୍ନ। ଠିକ୍ ଅଛି, ତାପରେ ଗୋଟିଏ ତ୍ରିଭୁଜର ମଧ୍ୟମା ସଂଖ୍ୟା କେତେ? ଗୋଟିଏ ତ୍ରିଭୁଜର ମଧ୍ୟମା ସଂଖ୍ୟା କେତେ? ତାପରେ ପାଇ ରେଡ଼ିଆନ୍ ଡ୍ୟାକ୍ସ ଡିଗ୍ରୀ, ପାଇ ରେଡ଼ିଆନ୍ର କେତେ ଡିଗ୍ରୀ ଏଠାରେ ଲେଖିବ। ଠିକ୍ ଅଛି, ତାପରେ ତଳେ ଦିଆଯାଇଥିବା ପ୍ରଶ୍ନଗୁଡ଼ିକର ସମ୍ଭାବ୍ୟ ଉତ୍ତର ମଧ୍ୟରୁ ଠିକ୍ ଉତ୍ତର ବାଛି ଲେଖିବ। ହେଲା, 256 ଯେଉଁ ଆଧାର ଚତୁର୍ଥ ଘାତ ତାହାର ତୃତୀୟ ଘାତ କେତେ? ଏଠାରେ ବନ୍ଧନୀ ଭିତରୁ ସଠିକ୍ ଉତ୍ତରଟି ଲେଖିବ। ଏଠାରେ ହେଉଛି 12, 60, 64, 84 ସଠିକ୍ ଉତ୍ତରକୁ ଲେଖିବ। ଠିକ୍ ଅଛି, ତାପରେ ଏଇଠି x + 2x - 3x = କେତେ? ଏଠାରେ ବନ୍ଧନୀ ମଧ୍ୟରେ ଅଛି 1 2 3 0, ଯେଉଁଠି ସଠିକ୍ ହେବ ତାହାକୁ ଲେଖିବ। ଠିକ୍ ଅଛି, ତାପରେ ପରବର୍ତ୍ତୀ ପ୍ରଶ୍ନ ଅଛି ଭାଜକ x², ଭାଗଫଳ x ଓ ଭାଗଶେଷ 0 ହେଲେ ଭାଜ୍ୟ = କେତେ? ଠିକ୍ ଅଛି, ଏଠାରେ ପ୍ରଶ୍ନ ଅଛି x² x x³ x4। ଠିକ୍ ଅଛି, ତାପରେ ପରବର୍ତ୍ତୀ ପ୍ରଶ୍ନ ଅଛି କସ୍ତମ୍ଭ ପ୍ରତ୍ୟେକ ଉକ୍ତି ସହ ଖସ୍ତମ୍ଭର ଉତ୍ତରକୁ ସମ୍ପର୍କ କରି ଯୋଗ କର। ଠିକ୍ ଅଛି, ଖସ୍ତମ୍ଭରେ ଅଛି ZUN ଜୁନ୍, ତାପରେ ଅଛି 7 2/3ର ଗୁଣନାତ୍ମକ ବିଲୋମୀ କେତେ? ତାପରେ +1ର ଯୋଗାତ୍ମକ ବିଲୋମୀ କେତେ? ଠିକ୍ ଅଛି, ଏଠାରେ ଲେଖିବ ZUN ଜୁନ୍, ଏଠାରେ ଏତିକି ହେବ ଏବଂ 7 2/3ର ଗୁଣନାତ୍ମକ ବିଲୋମୀ ହେବ, ଏହା ହେବ। ଠିକ୍ ଅଛି, ତାପରେ ହେବ +1ର ଯୋଗାତ୍ମକ ବିଲୋମୀ ହେବ ଏହା। ଠିକ୍ ଅଛି, ତାପରେ ପରବର୍ତ୍ତୀ ପ୍ରଶ୍ନ ଦେଖିବା ଯେକୌଣସି 5ଟି ପ୍ରଶ୍ନର ଉତ୍ତର ଦିଅ, 5ଟି ପ୍ରଶ୍ନର ଉତ୍ତର ଦେବ। ଠିକ୍ ଅଛି, ତ୍ରିଭୁଜ ABC ଅଙ୍କନ କର। ଗୋଟିଏ ତ୍ରିଭୁଜ ଅଙ୍କନ କରିବ ଯାହାର M କୋଣ B କୋଣ ହେଉଛି 75 ଡିଗ୍ରୀ, AB = 5 cm,
BC इज इक्वल टू 4 cm होइथिबो सेपरि एक त्रिभुज अंकन करिवो ठीक अछि। परवर्ती प्रश्न अछि भूमिर दैर्घ्य होछि 10 सेंटीमीटर और प्रत्येक समान बाहुर दैर्घ्य 13 सेंटीमीटर हेले उच्चता केते। अति सुंदर प्रश्न पिला माने तुम यार उत्तर दे पारिबो ठीक अछि। परवर्ती प्रश्न अछि सरल कर तुम सरल करिवो ठीक अछि। 2/3 रो पावर 5 हरण 2/3 रो पावर होछि 8 इंटू 2/3 रो पावर होछि q ठीक अछि। तुम याकु सरल करिवो। तापर परवर्ती प्रश्न होछि उत्पादक निर्णय करिवो अति सुंदर प्रश्न अछि। a टू द पावर 4 प्लस a स्क्वायर प्लस 1 यार उत्पादक तुम निर्णय करिवो ठीक अछि। तापर परवर्ती प्रश्न अछि विश्लेषण करिवो x माइनस 2y स्क्वायर माइनस 5x माइनस 2y प्लस 6 को याकु तुम विश्लेषण करिवो। तापर दर्शाओ जे 2a प्लस b स्क्वायर माइनस 2a माइनस b स्क्वायर इज इक्वल टू 8ab प्रमाण करिवो यहाँ ठीक अछि। LHS RHS करी प्रमाण करिवो। तापर अछि समस्त प्रश्नर उत्तर दियो प्रश्न अछि संख्या रेखा रे -2 1/3 और 2 1/3 संख्या द्वय चिन्हट करिवो। संख्या रेखा को ई संख्या रेखा टाणी करी याकू चिन्हट करिवो केउठी ए संख्या द्वय अछि ठीक अछि। परवर्ती प्रश्न अछि a इज इक्वल टू ABCD b इज इक्वल टू BCD हेले a माइनस b b माइनस a यूनियन b और a इंटरसेक्शन b को निरूपण करिवो। अति सुंदर पिला माने ठीक अछि। अति सुंदर प्रश्न तुम सहज पढ़ी। तापर परवर्ती प्रश्न अछि सरल करो 8q इंटू 4 टू द पावर हाफ हरण 16 स्क्वायर याकू सरल करिवो अति सुंदर ठीक अछि। परवर्ती प्रश्न कौन अछि देखिबा। परवर्ती प्रश्न अछि पार्श्वस्थ चित्र रु y रो मान स्थिर करो जेते बेले m AOC इज इक्वल टू 2y0 m DOF इज इक्वल टू 2y0 एवं m BOC इज इक्वल टू 4y0 ठीक अछि। अति सुंदर प्रश्न पिला माने वीडियोटी केमिति लागले निश्चय कमेंट करी लिखि जणाइबो एवं जो प्रश्नर उत्तर निश्चय ध्यान देबो पिला माने जो प्रश्नर उत्तर तुम जानि पारले नाही अथवा ताहा तुमको कठिन लागेला यथा संभव यथा शीघ्र ताहाको कमेंट करे लिखिबो। तुम कमेंट रे लिखिले कोन हबो आमे ताहार उत्तर यथा संभव से कमेंट माध्यम रे हो किंबा एक वीडियो माध्यम रे हो ताहार उत्तर आमे लिखिकी तुम मानक निकटकू अथवा एक वीडियो माध्यम रे आमे पठेइबो ठीक अछि। धन्यवाद। एपरि वीडियो देखिबा पई तुम निश्चय हम चैनल को सब्सक्राइब करिवो। सब्सक्राइब करिबा भूलिबो नाही। धन्यवाद।